ନମସ୍କାର ପ୍ରିୟ ଭାଇ ଓ ଭଉଣୀ, ମା, ମାଉସୀ, ବାପା, ମା, ଗୁରୁଜନମାନଙ୍କୁ ମୋର ନମସ୍କାର। ମଣିଷ ଜନ୍ମ ବହୁତ ଦୁର୍ଲଭ ଜନ୍ମ। ସେଥିପାଇଁ ଭଗବାନ ମଣିଷକୁ ଶ୍ରେଷ୍ଠ ସ୍ଥାନ ଦେଇଛନ୍ତି ବା ତାଙ୍କରି ହୃଦୟରେ ବା ତାଙ୍କରି ଦେହ ମଧ୍ୟରେ ରହି ଏ କାର୍ଯ୍ୟ ସବୁ କରୁଛନ୍ତି ବା ଏଇ ମଣିଷ ଦ୍ୱାରା ଭଗବାନଙ୍କୁ ଲୋକ ଚିହ୍ନି ପାରୁଛି। ତେଣୁ ମଣିଷ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୁଷ୍ଟ ଭଗବାନ। ତେଣୁ ତାର ଅର୍ଥ ମଣିଷର ଦେହରେ ବା ମଣିଷର ମଧ୍ୟରେ ବା ମଣିଷ ହୃଦୟରେ ଭଗବାନ ନିଜେ ବାସ କରିଛନ୍ତି। ତେଣୁ ଆମ୍ଭେମାନେ କ'ଣ କରୁଛେ ନା ଏତେ ଦୁର୍ଲଭ ଜନ୍ମ ପାଇ ଆମର ମଣିଷ ଜନ୍ମକୁ ସାର୍ଥକ କରିବା ବଳରେ ନା ସାର୍ଥକ ତ କରିପାରୁନେ, କ'ଣ କରୁଛେ ନା ଅସାଧକ କରୁଛେ। ଯାହାଦ୍ୱାରା ଆମର ଏ ଦେହ, ଆମର ଏ ଶରୀର ଏ ଯେ ଭାରତ ମାଟିରେ ଆମେ ଜନ୍ମ ନେଇଥିଲେ ମଣିଷ ରୂପରେ, ତାର କିଛି ମୂଲ୍ୟ ରହୁନାହିଁ। ହେ ମୋର ପ୍ରିୟ ସୁଧୀ ଜନ, ପ୍ରିୟ ମା ମାଉସୀ, ଭାଇ ଓ ଭଉଣୀ, ବାପା, ମା, ମୁଁ ସାର ଗୋଟେ ମଣିଷ, ମୁଁ ମୂର୍ଖଟିଏ, ଜାଣେ ନାହିଁ କିଛି ଆଜ୍ଞା। ତଥାପି ମୁଁ କହୁଛି, ମଣିଷ ଜନ୍ମ ପାଇଛେ ଆମେ, ତେଣୁ ତାର କେମିତି ଆମର ଏ ଦେହ ସୁରକ୍ଷା ରହିବ, ଯେତେ ଦିନ ରହିବା ଏ ଧରିତ୍ରୀରେ ବା ଏ ଧରାରେ, ଏହାର ଏ ଦେହ ପାଇଁ ଆମେ କିଛି କରିବା। ଭଗବାନ ତ ଜନ୍ମ ଦେଇଛନ୍ତି ଯେ ନିଜ ପାଇଁ, ଠିକ୍ ଅଛି, ସବୁକିଛି କରତେ ହେବ। ନିଜ ପାଇଁ ନିଜ ପୁଅ, ନିଜ ବୋହୂ, ନିଜ ବାପ, ନିଜ ମା କରିବା ପାଇଁ କିଛି ଆପତ୍ତି ନାହିଁ। କିନ୍ତୁ ମଣିଷ ଜନ୍ମ ତାର ପ୍ରଧାନ କାରଣ ହେଉଛି ପରର ଉପକାର, ଦୁଃଖୀରଙ୍କିର ସେବା ବା ଭଲ ଲୋକଙ୍କୁ ଜ୍ଞାନ ଦେବା, ଭଲ ରାସ୍ତାରେ ଚାଲିବା, ଲୋକଙ୍କୁ ଖରାପ ବୁଦ୍ଧି ଦେବା ନାହିଁ। ତେଣୁ ଭଗବାନଙ୍କୁ ଯଦି ତୁମେ ଜାଣିପାରିବ ବା ଜାଣିବାକୁ ଚେଷ୍ଟା କରିବ, ନିଶ୍ଚିତ ପାଇବ। କୌଣସି ତାର ବିଫଳ ନାହିଁ। ତେଣୁ ହେ ମା, ବାପାମାନଙ୍କୁ ମୁଁ ଅନୁରୋଧ କରି କହୁଛି, ପିଲାମାନଙ୍କୁ ସଂସ୍କାର ଦିଅନ୍ତୁ, ଭଲ ସଂସ୍କାର ଦିଅନ୍ତୁ ବା ପିଲାମାନଙ୍କୁ ମୋବାଇଲଠୁ ଦୂରି ରଖନ୍ତୁ। ଛୋଟ ଛୁଆମାନଙ୍କୁ ମୋବାଇଲରେ ବି ଅଛି ଭଲ ଜିନିଷ ଅଛି, ମୋବାଇଲରେ ବି ଭଲ ଜିନିଷ ଅଛି। ଛୋଟ ଛୁଆମାନଙ୍କୁ ଦିଅନ୍ତୁ ନାହିଁ ମୋବାଇଲ। ବା ଭଗବାନଙ୍କର ଯାହା ତୁମେ କହିକି ଏ ଧରାକୁ ଆସିଥିଲ, ତେଣୁ ତାକୁ ତୁମେ କିଛି କିଛି ଆପାତ ପାଳନ କରନ୍ତୁ। ପ୍ରଧାନ ଶତ୍ରୁ ହେଉଛି ମିଛ। ତାକୁ ଆଦର କରନ୍ତୁ ନାହିଁ, ମିଛଠୁ ଦୂରି ରୁହନ୍ତୁ, ସତ କହିବା ପାଇଁ ଚେଷ୍ଟା କରନ୍ତୁ। ହଁ, ସତ କହିବାକୁ ହେଲେ ଟିକେ କଷ୍ଟ ଅଛି, କିନ୍ତୁ
ତୁମର ଯିବା ଯେତେବେଳେ ଏ ଶରୀର ଛାଡ଼ିଯିବ, ଭଗବାନ ମଧ୍ୟ ଏ ଶରୀର ଯେତେ ପର୍ଯ୍ୟନ୍ତ ଅଛନ୍ତି, ଏ ଦେହ ଅଛି, ଏ ଶରୀରରୁ ଯେତେବେଳେ ଭଗବାନ ନିଜେ ତ୍ୟାଗ କରିଦେବେ, ଯେତେବେଳେ ତୁମର କର୍ମ ବିଚାର, ଯେତେବେଳେ ତୁମେ ଯିବ ପରଲୋକକୁ, ସେଠି ତୁମର ବିଚାର ଯେତେବେଳେ ହେବ, ତେଣୁ ତୁମର କିଛି ମୂଲ୍ୟ ରହିବନି। ଏ ମିଛ ହିଁ ତୁମକୁ ଖାଇଯିବ, ଏ ଦେହ ମିଛ ଖାଇଯିବ। ତେଣୁ ମୋର କହିବାର କଥା, ମୁଁ ତ ମୂର୍ଖଟିଏ ଜାଣିନି ଆଜ୍ଞା, ଗୀତା ପ୍ରତି ଘରେ ଘରେ ଗୀତା ଭାଗବତ ଟିକେ ଟିକେ ପଢ଼ନ୍ତୁ ବା ଟିକେ ଜାଣିବା ପାଇଁ ଚେଷ୍ଟା କରନ୍ତୁ। ତେଣୁ ମୋର ଏହି ଯଦି ବାଣୀ ମାନିବେ, ଭବିଷ୍ୟତ ଆପଣମାନଙ୍କର ପିଲା ଛୁଆ ସମସ୍ତେ ଆସ୍ତେ ଆସ୍ତେ ଭକ୍ତି ମାର୍ଗକୁ ଯିବେ ଏବଂ ମଣିଷ ସମାଜ ଆସ୍ତେ ଆସ୍ତେ ସୁଧାରିଯିବ। ଆଉ ଏ ଯୁଗର ବାପ ପିଲାମାନଙ୍କୁ କହୁଛି, ମା ବାପର କଥା ନିହାତି ମାନନ୍ତୁ। ମା ବାପ ତୁମ ପାଇଁ ସ୍ୱୟଂ ଭଗବାନ। ତୁମେ ମା ବାପର କଥା ମାନିଲେ ତୁମର ବହୁତ ମଙ୍ଗଳ ହେବ। ତୁମେ ଆସ୍ତେ ଆସ୍ତେ ବହୁତ ଜାଗା ବା ବହୁତ ତୁମର ସମ୍ମାନ ବଢ଼ିବ। ତେଣୁ ବାପ ମାଆକୁ ଯେ ତୁମେ ପର କରିଦେଇ ବା ବାପ ମା କଥା ନ ମାନି ତୁମେ ଯେ ଭାବୁଥିବ ଯେ ମୁଁ ବିରାଟ ଲୋକ ହେଇଯିବି, କିନ୍ତୁ ହେଇପାରିବ ନାହିଁ। ତୁମକୁ କେହି ପଚାରିବ ନାହିଁ। ସ୍ୱୟଂ ଯିଏ ତୁମକୁ ଜନ୍ମ ଦେଇଛି, ଯାହାଦ୍ୱାରା ତୁମେ ସଂସାର ଦେଖିଲ, ଯାହାଦ୍ୱାରା ବାଟ ଚାଲିଲ, ଯିଏ ତୁମକୁ ନ ଖାଇ ପେଟରୁ କାଟି ଅଦିନିକ ଉପାସ ରହି ତୁମ କଥା ବୁଝି ତୁମ ପାଟିରେ ଆହାର ଦେଇଛି, ଆରେ ତା କଥା ଯଦି ତୁମେ ନ ବୁଝିପାରିଲ ବା ତା'ର ଦୁଃଖ ବେଳେ ତୁମେ ଟିକେ ସାହାରା ଯଦି ନ ହୋଇପାରିଲ, ତାହେଲେ ତୁମର ପୁଅ ଝିଅ ଜନ୍ମ ହେବାର ମୂଲ୍ୟ କିସ? ତେଣୁ ଗୀତା ଭାଗବତ ବାପା ମାଆର ସେବା ନିହାତି କର। ଏ ସଂସାରରୁ ତରିବାକୁ ହେଲେ। ଏତିକି କହି ମୁଁ ରହୁଛି। ନମସ୍କାର। ଏସବୁ କଥା ଯଦି ମୋର ଆପଣମାନଙ୍କୁ ଭଲ ଲାଗେ, ମାନିବେ, ଆପଣମାନଙ୍କର ଭଲ। ମୋ ଚ୍ୟାନେଲ୍କୁ ଟିକେ ସେୟାର କରିବେ, ଲାଇକ୍ କରିବେ।